ଡାଲଖାଇ ସ୍କିମ୍ ଆମେ ବିଧିବଦ୍ଧ ଭାବରେ ମାନେ ଯେଉଁଟାକି ଏଭଳିଆ ଯେଉଁଟା ସ୍କିମ୍ ଦାଦନ ଶ୍ରମିକମାନଙ୍କୁ ରୋକିବା ପାଇଁ ତାଙ୍କର ସ୍କିଲ୍ ସେଥିରେ ମ୍ୟାପିଂ ହେଉଛି ଏବଂ ତାଙ୍କର ଜରୁରତ ଅନୁସାରେ କାମ ଅ, ମିଳିବ। ଏବଂ ଏବେ ଯେଉଁ ଆମର ହାଇ ପାୱାର ଆମର କ୍ଲିୟରେନ୍ସ ଯେଉଁ ମିଟିଂ ହେଇଥିଲା ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟ ସହିତ, ସେଥିରେ ମଧ୍ୟ କଥା ଉଠେଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ରାଜି ହେଇଛନ୍ତି। ପ୍ରତ୍ୟେକ ଯେଉଁ ଇଣ୍ଡଷ୍ଟ୍ରି ପାଇଁ ଯେଉଁ ଏବେ ନୂଆ ପୁଞ୍ଜି ଆସିଛି, ଅଲରେଡ଼ି ଆମର 2 ଲକ୍ଷ କୋଟି ଟଙ୍କାର ପୁଞ୍ଜି ଅଲରେଡ଼ି ଶୁଭ ଉଦ୍ଘାଟନ ହେଇଛି। ସେଥିରେ ଯେଉଁ କାମ ଦାମ କରୁଛନ୍ତି ଯେଉଁ ଶ୍ରମିକ ଭାଇମାନେ, ଆମର ଲେବର ଡିପାର୍ଟମେଣ୍ଟ ଅନ୍ ଦ ସ୍ପଟ୍କୁ ଯାଇକି ରେଜିଷ୍ଟ୍ରେସନ୍ କରୁଛି। ଏବେ 50,000 ନିର୍ମାଣ ଶ୍ରମିକ ମାନଙ୍କର କଥା ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟ କହିଛି, ସେ ଅଣ୍ଡରରେ କାମ କରୁଛନ୍ତି। ସେମାନଙ୍କୁ ଆମେ ଆମର ଲେବର ଡିପାର୍ଟମେଣ୍ଟରେ ଅନ୍ତର୍ଭୁକ୍ତ କରିବା, ଯେଉଁଟାକି ତାଙ୍କର ଯେଉଁ ସାମାଜିକ ସୁରକ୍ଷା ଏବଂ ସରକାର ଯୋଜନାରେ କେମିତି ଅନ୍ତର୍ଭୁକ୍ତ ହେବେ ସେ ଦିଗରେ ସରକାର ଏବଂ ପଶ୍ଚିମ ଓଡ଼ିଶାର କଥା ଯେଉଁଟା ଦାଦନ ଶ୍ରମିକ ଯେଉଁ ବେଶୀ ଯାଉଛନ୍ତି ବାହାରକୁ, ସେ ଜିଲ୍ଲା ଆମର ନୂଆପଡ଼ା ବଲାଙ୍ଗୀର ସେ ଦିଗରେ ଏବଂ କଟନ ମିଲ୍ ଇଣ୍ଡଷ୍ଟ୍ରି କିମ୍ବା ଆପଣଙ୍କର ଜିନିଂ ମିଲ୍ ଇଣ୍ଡଷ୍ଟ୍ରି ଅଲରେଡ଼ି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜି ହେଉଛନ୍ତି। ବହୁତ କମ୍ ଦିନ ଭିତରେ ଏଷ୍ଟାବ୍ଲିଶମେଣ୍ଟ କରିବାର ଯୋଜନା ରଖା